15 ଚୌକା ଏବଂ ଛକା। ମାତ୍ର 48 ଘଣ୍ଟା ମଧ୍ୟରେ ଅଭିଷେକ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଇଶାନ କିଶାନ। ବଡ଼ ଖେଳାଳି ହେଲେ ଆଶ୍ଚର୍ଯ୍ୟ, ଅଭିଷେକ ଶର୍ମାଙ୍କ ରେକର୍ଡକୁ ଭାଙ୍ଗିଦେଲେ ଇଶାନ କିଶାନ। ହଁ ଦର୍ଶକ ବନ୍ଧୁ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଇଶାନ କିଶାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରମାଣିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ 208 ରନ୍ କରିଥିଲା। ଜବାବରେ ଇଶାନ କିଶାନ ଭାରତ ପାଇଁ ଏକ ଧମାକାଦାର ଇନିଂସ ଖେଳି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ସେ ମାତ୍ର 32 ବଲ୍ରୁ 11 ଚୌକା ଏବଂ 4 ଛକା ସହିତ 76 ରନ୍ କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ 237.50 ଥିଲା, ଯାହା ନ୍ୟୁଜିଲାଣ୍ଡ ବୋଲିଂକୁ ପଛରେ ପକାଇ ଦେଇଥିଲା। ଇଶାନ କିଶାନଙ୍କ ରେକର୍ଡ। ଏହି ଇନିଂସରେ ଇଶାନ କିଶାନ ସଫଳତା ପାଇଥିଲେ। ମାତ୍ର ସେ 21 ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିବା ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ୱାରା ଦ୍ରୁତତମ ଟି20 ଆନ୍ତର୍ଜାତିକ ଅର୍ଦ୍ଧଶତକ କରିଥିଲେ। ପୂର୍ବରୁ ଅଭିଷେକ ଶର୍ମା ସିରିଜ୍ର ପ୍ରଥମ ମ୍ୟାଚ୍ରେ 22 ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି ମାତ୍ର 48 ଘଣ୍ଟାରେ ଇଶାନ କିଶାନ ଅଭିଷେକ ଶର୍ମାଙ୍କ। ଏହି ପ୍ରଦର୍ଶନ ଇଶାନଙ୍କ ପାଇଁ ଆହୁରି ସ୍ୱତନ୍ତ୍ର, କାରଣ ସେ 2 ବର୍ଷ ପରେ ଟି20 ଆନ୍ତର୍ଜାତିକ ଅର୍ଦ୍ଧଶତକ ହାସଲ କରିଥିଲେ। ଇଶାନ କିଶାନ ଇନିଂସରେ ମଧ୍ୟ ସ୍ୱତନ୍ତ୍ର ଥିଲା, କାରଣ ଦଳ ତାର ଉଭୟ ଓପନରକୁ ଶୀଘ୍ର ହରାଇ ଦେଇଥିଲା। ସଞ୍ଜୁ ସାମସନ 6 ରନ୍ କରି ଆଉଟ୍ ହୋଇଥିଲେ ଏବଂ ଅଭିଷେକ ଶର୍ମା କୌଣସି ସ୍କୋର ନକରି ଆଉଟ୍ ହୋଇଥିଲେ। ସେ ଦଳକୁ ଚାପରୁ ମୁକ୍ତ ଦେଇଥିଲେ ଏବଂ ତାପରେ ଦ୍ରୁତ ଗତିରେ ରନ୍ କରିଥିଲେ। ଯେତେବେଳେ ଇଶାନ କିଶାନ ଆଉଟ୍ ହୋଇଥିଲେ, ସେତେବେଳକୁ ଦଳର ସ୍କୋର 9.1 ଓଭରରେ 128 ରନ୍ କରିଥିଲା, ଯାହା ମ୍ୟାଚ୍କୁ ଭାରତ ସପକ୍ଷରେ କରିଥିଲା। ସଞ୍ଜୁ ସାମସନ ହେଲେ ଫର୍ମ, ଯାହାଫଳରେ କି ଏହି ମ୍ୟାଚ୍କୁ ଭାରତ ଜିତି ନେଇଛି ଏବଂ ଏହାପରେ ଭାରତ 2-0ରେ ସିରିଜ୍ ଆଗୁଆ ଅଛି। ଆହୁରି 3ଟି ମ୍ୟାଚ୍ ବାକି ଥିଲାବେଳେ ଭାରତକୁ ସିରିଜ୍ ଜିତିବାକୁ ହେଲେ ଗୋଟିଏ ମ୍ୟାଚ୍ ଦରକାର ଅଛି।